जय जगन्नाथ। नमस्कार प्रिय दर्शक बंधु, ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ କୁମାର ପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନେ ଉକ୍ତ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅଧିକ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ଆଜି ଦିନର ସୁନ୍ଦର ଟିପ୍ସଟି। ଭୌତିକ ସୁଖ ଏବଂ ଶାନ୍ତି ପାଇଁ ସମସ୍ତଙ୍କୁ ଆବଶ୍ୟକତା ଅଛି ଭୌତିକ ସୁଖ ଏବଂ ଶାନ୍ତି ପାଇଁ କ'ଣ ଉପାୟ ଅଛି, କ'ଣ ପ୍ରତିକାର କଲେ ଆମକୁ ସୁଖ ମିଳିବ, ଶାନ୍ତି ମଧ୍ୟ ମିଳିବ। ସବୁଠାରୁ ବଡ଼ ପ୍ରତିକାର ହେଉଛି ମା ଭଗବତୀ ଜଗଦମ୍ବା, ଜଗତ ମାତା, ଜଗତ କଲ୍ୟାଣମୟୀ, କୃପାଲୁମୟୀ ମା ଦୁର୍ଗାଙ୍କର ନବାର୍ଣ୍ଣ ମନ୍ତ୍ରକୁ ଜପ କରନ୍ତୁ। ପ୍ରାତଃ ସମୟରେ କରିବେ ନବାର୍ଣ୍ଣ ମନ୍ତ୍ରକୁ ଜପ କରନ୍ତୁ। ଦ୍ୱାଦଶ ଅଧ୍ୟାୟ ଦୁର୍ଗା ସପ୍ତଶତୀ ପୁସ୍ତକର ଦ୍ୱାଦଶ ଅଧ୍ୟାୟ ପାଠ କରନ୍ତୁ। ତାପରେ ସିଦ୍ଧକୁଞ୍ଜିକା ସ୍ତୋତ୍ରମ୍ ପାଠ କରିବେ। ତାପରେ ନବାର୍ଣ୍ଣ ମନ୍ତ୍ରକୁ 108 ଥର ପୁନଃ ଜପ କରିବେ। ନିଶ୍ଚିତ ରୂପରେ ଆପଣଙ୍କ ଘରେ ଶାନ୍ତି, ସୁଖ, ସମୃଦ୍ଧି ସବୁକିଛି ପ୍ରାପ୍ତି ହେବ। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ନିଶ୍ଚିତ ରୂପରେ ଘରେ ଘରେ ସମସ୍ତେ କରିବା ଆବଶ୍ୟକତା ଅଛି। ଖାଲି ଭାଗ୍ୟକୁ ଦେଖିଲେ ହବନି, କିଛି କର୍ମ ଦ୍ୱାରା ଭାଗ୍ୟର ପରିବର୍ତ୍ତନ ତା ମଧ୍ୟ ଘଟିଥାଏ। କିଛି କର୍ମ, କିଛି କର୍ତ୍ତବ୍ୟ, କିଛି ଆଚାର, କିଛି ବିଚାର ବହୁତ ଆବଶ୍ୟକତା ଅଛି ଯଦି ଭାଗ୍ୟ ଚକ୍ରକୁ ବଦଳାଇବା। ଏତ ଥିଲା ଆଜି ଦିନର ସୁନ୍ଦର ଟିପ୍ସଟେ। ଏବେ ଆସନ୍ତୁ ଜାଣିବା ଆଜି ଦିନର ପଞ୍ଚାଙ୍ଗ ଏବଂ 12ଟି ରାଶିର ରାଶିଫଳ ବିଷୟ। 17 ଜାନୁଆରୀ 2026 ମସିହା, ମାଘ ମାସ, କୃଷ୍ଣ ପକ୍ଷ, ଚତୁର୍ଦ୍ଦଶୀ ତିଥି, ମୂଳା ନକ୍ଷତ୍ର, ଶନିବାର। ଆଜି ଦିନର ଶୁଭାଶୁଭ ସମୟ ପ୍ରାତଃ 7:49 ଠାରୁ 9:12 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ। ତତ୍ପଶ୍ଚାତ ପ୍ରାତଃ 11:57 ଠାରୁ ସାୟଂ 4:05 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ। ଏତଦ୍ ବ୍ୟତୀତ ପୁନଃ ସାୟଂ 5:27 ଠାରୁ 7:05, ରାତ୍ର 8:42 ଠାରୁ ଅର୍ଦ୍ଧରାତ୍ର 1:34 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ। ଆଜି ଦିନ ରାହୁ କାଳ ସମୟ ପ୍ରାତଃ 9:12 ଠାରୁ 10:34 ପର୍ଯ୍ୟନ୍ତ ରାହୁ କାଳ ସମୟ ଭୋଗ ହେବ। ଟିକେ ସାବଧାନ ରହିବା। ଆଜି ଦିନର ଘାତ ଚନ୍ଦ୍ର, ଘାତ ବାର। ପ୍ରଥମତଃ ଜାଣିବା ଘାତ ବାର। ତାହେଲେ ବୃଷ ରାଶି, ସିଂହ ରାଶି ଏବଂ କନ୍ୟା ରାଶିଙ୍କୁ ଘାତ ବାର ଅଛି, ଟିକେ ସାବଧାନ ରହିବା। ଆଜି ଦିନର ଘାତ ଚନ୍ଦ୍ର ତୁଳା ରାଶି, କୁମ୍ଭ ରାଶି ପୁରୁଷ ବ୍ୟକ୍ତିମାନଙ୍କ ପାଇଁ ଘାତ ଚନ୍ଦ୍ର, ବୃଷ ରାଶି ଏବଂ ମିଥୁନ ରାଶି ମହିଳାମାନଙ୍କ ପାଇଁ ଘାତ ଚନ୍ଦ୍ର, ଟିକେ ସାବଧାନ। ଏତ ଥିଲା ଆଜି ଦିନର ପଞ୍ଚାଙ୍ଗ। ଏବେ ଆସନ୍ତୁ ଜାଣିବା ଆଜି ଦିନର 12ଟି ରାଶିର ରାଶିଫଳ ବିଷୟ। ମେଷ ରାଶି। ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଭାଗ୍ୟର ପରିବର୍ତ୍ତନ ଏବଂ ଇଗୋକୁ ନେଇ ଦୁର୍ଭାଗ୍ୟତା ମଧ୍ୟ ଦେଖା ଦେଇପାରେ। ଦୂର ଯାତ୍ରା, ଯାତ୍ରାରେ ସଫଳତା, ପରାକ୍ରମ କ୍ଷେତ୍ରରେ ବିଜୟ ପ୍ରାପ୍ତି, ପିତା ପୁତ୍ର ମଧ୍ୟରେ ଶ୍ରଦ୍ଧା ଆଦରତା ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ଏକ ଅନ୍ୟ ଜଣଙ୍କର ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଲକ୍ଷ୍ୟ ରଖନ୍ତୁ। କର୍ମକ୍ଷେତ୍ରରେ ସଫଳତା ମିଳିବ ଏବଂ ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଦୂରଯାତ୍ରାରେ ମଧ୍ୟ ସଫଳତା ଦେଖାଦେବ। ଆଜିର ଲକି ନମ୍ବର 1, ଲକି କଲର୍ସ ପିଙ୍କ, ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ପିତାମାତାଙ୍କୁ ଭକ୍ତି ଶ୍ରଦ୍ଧା ଆଦର କରନ୍ତୁ, ତାଙ୍କଠୁ ଆଶୀର୍ବାଦ ଗ୍ରହଣ କରନ୍ତୁ, ଦିନଟି ବହୁତ ଭଲରେ କାଟିବ। ବୃଷ ରାଶି। ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ କୁଟୁମ୍ବ ପରିବାର ଆନନ୍ଦ ଦେଖାଦେବ। ଅର୍ଥନୈତିକ କ୍ଷେତ୍ରରେ ଲାଭବାନ ହେବେ, ଖର୍ଚ୍ଚ ବଢ଼ିବ ଏବଂ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ଯୋଗଦାନ। ସ୍ୱାସ୍ଥ୍ୟର ଉପଶମ ଦେଖାଦେବ ଏବଂ ଜିଦ୍ଦି ଆଉ ଜିଦଖୋର ହେବା ବିଲକୁଲ ଠିକ ନୁହେଁ। ପୁରୁଣା କଥାକୁ ନେଇ ଆଲୋଚନା କରିବା ବିଲକୁଲ ଠିକ ନୁହେଁ, କିନ୍ତୁ ଅର୍ଥ ଲାଭ ଅଛି। ଦୂରଯାତ୍ରା ମଧ୍ୟ ଆଜି ଦେଖାଦେଉଛି। ଆଜିର ଲକି ନମ୍ବର 7, ଲକି କଲର୍ସ ଗ୍ରେ, ଲକି ଡାଇରେକ୍ସନ ସାଉଥ। ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ମହାଦେବଙ୍କୁ ଆଜି କୁଶ ଜଳ ଦାନ କରନ୍ତୁ, ସୁଖର ଦିନ କଟିବ। ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ନିଶ୍ଚିତ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ଅଛି। ଆନନ୍ଦରେ ଦିନ କଟିବ। ପତି ପତ୍ନୀ ମଧ୍ୟରେ ଶ୍ରଦ୍ଧା ଆଦରତା ଆତ୍ମବିଶ୍ୱାସ ପ୍ରାପ୍ତି ହେବ।
ସ୍ୱାସ୍ଥ୍ୟକୁ ଟିକେ ଚିନ୍ତା ଦେଖାଦେବାର ସମ୍ଭାବନା ଦେଖାଯାଉଛି, କିନ୍ତୁ ମିତ୍ର ଦ୍ୱାରା ସପୋର୍ଟ ମିଳିବ, ସହଯୋଗ ମିଳିବ, ପାର୍ଟନରସିପରେ ଯଥେଷ୍ଟ ଲାଭବାନ ହେବେ ଏବଂ କୌଣସି ବି କାର୍ଯ୍ୟ କରୁଛନ୍ତି ଆପଣ ଡିସିସନ ନେଇପାରୁଛନ୍ତି ଠିକ ହିସାବରେ ପ୍ଲାନିଂ କରିକିରି ତାର ବହୁତ ଲାଭ ପାଇବେ। ଆଜିର ଲକି ନମ୍ବର 6 ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ସାଉଥ ଇଷ୍ଟ। ଭଗବାନ ଗଣେଶ ଭଗବାନଙ୍କୁ ଭକ୍ତିପୂତ ସହିତ ପୂଜା ଅର୍ଚ୍ଚନା କରନ୍ତୁ, ଅଥର୍ବ ଶୀର୍ଷ ସ୍ତୋତ୍ର ପାଠ କରନ୍ତୁ। କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଖର୍ଚ୍ଚ ଟିକେ ଆଜି ଦେଖାଦେବ, ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ଟାଇମ ଟେବୁଲରେ କାର୍ଯ୍ୟ ଗୋଟରେ କିଛି ବିଳମ୍ବ ଘଟିବ, କିନ୍ତୁ ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ। ମାନ ସମ୍ମାନ ମଧ୍ୟ ପ୍ରାପ୍ତି ହେବ, ଶତ୍ରୁମାନଙ୍କ ଠାରୁ ବିଜୟ ପ୍ରାପ୍ତି ହେବ। ପୋଲିସ ମାତ୍ର କୋର୍ଟ କଚେରୀ ଠାରୁ ଦୂରେଇ ରହିବା ଅତ୍ୟନ୍ତ ଆବଶ୍ୟକତା ଅଛି। ଯେଉଁ ବ୍ୟକ୍ତିମାନେ ହାର୍ଟ ପେସେଣ୍ଟ ଅଛନ୍ତି, ବିଶେଷ କରି ପାହାଡ଼ ଉପରକୁ ଚଢ଼ିବା ବା ଉଚ୍ଚରୁ ନିଚକୁ ଖସିବା ପୂର୍ବରୁ ଭାବି ଚିନ୍ତି କାର୍ଯ୍ୟ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ବହୁତ ଆବଶ୍ୟକତା ଅଛି। ଆଜିର ଲକି ନମ୍ବର 3 ଲକି କଲର୍ସ ଲକି ଡାଇରେକ୍ସନ ନର୍ଥ ଇଷ୍ଟ। ଭଗବାନ ବିଷ୍ଣୁ ସହସ୍ର ନାମ ସ୍ତୋତ୍ର ପାଠ କରନ୍ତୁ, ଶନିଦେବଙ୍କ ନାମରେ ଦୀପଟି ଜଳାନ୍ତୁ। ସୁଖର ଦିନ ଘଟିବ। ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଇନକମ୍ ସୋର୍ସରେ ବହୁତ ଭଲ ରହିବ, ଧୈର୍ଯ୍ୟର ଆବଶ୍ୟକତା ଅଛି। ଆଧ୍ୟାତ୍ମିକ ମାର୍ଗ ମଧ୍ୟ ଦେଖାଦେବ, ଈଶ୍ୱରଙ୍କ କୃପା ମଧ୍ୟ ଦେଖାଦେବ। ନିଜର ବୁଦ୍ଧି ଏବଂ ବିଦ୍ୟା ଯୋଗୁଁ ଯଥେଷ୍ଟ ସମ୍ମାନିତ ମଧ୍ୟ ହେବେ। ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ। ପୁରୁଣା କଥାକୁ ଆଲୋଚନା କରିବା ଉଚିତ ନୁହେଁ, ଚିଚିଡ଼ାପନ ଅସନ୍ତୁଷ୍ଟ ଦେବା ଉଚିତ ନୁହେଁ। ପ୍ରେମରେ କାର୍ଯ୍ୟ କରନ୍ତୁ, ଅଧିକ ଲାଭବାନ ହେବେ। ଆଜିର ଲକି ନମ୍ବର 2 ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ନର୍ଥ ୱେଷ୍ଟ। ମହାଦେବଙ୍କ ଭକ୍ତର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଏତଦ୍ ବ୍ୟତୀତ କୌଣସି ଭିକ୍ଷୁକକୁ କିଛି ଖାଇବାକୁ ଦିଅ, ଏହା ଦ୍ୱାରା ଆପଣଙ୍କର ମଙ୍ଗଳ। କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ପିତା ରାଜ୍ୟ କର୍ମ କାରବାର ପଦ ପ୍ରଭୁତା ଅଧିକାର ପ୍ରତିଷ୍ଠା ରାଜ୍ୟରେ ସଫଳତା ଦେଖାଦେବ। ବନ୍ଧୁବାନ୍ଧବ ମଧ୍ୟରେ କୌଣସି କାର୍ଯ୍ୟ କରିପାରିବେନି, ଜବାବ ଦିଅନ୍ତୁ ନାହିଁ। ବନ୍ଧୁବାନ୍ଧବଙ୍କୁ ନେଇ ଯଥେଷ୍ଟ ଆନନ୍ଦିତ। ମାଙ୍ଗଳିକ କାର୍ଯ୍ୟରେ ସଫଳତା ଦେଖାଦେବ। ପ୍ରାରମ୍ଭ କରନ୍ତୁ, ଚାହେ ପ୍ଲାନ୍ କରନ୍ତୁ। ପ୍ରପର୍ଟି ଜମି ଜାଇଦାଦ କ୍ଷେତ୍ରରେ ଲାଭବାନ ହେବେ, ସଫଳତା ମଧ୍ୟ ମିଳିବ। ଆଜିର ଲକି ନମ୍ବର 6 ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ସାଉଥ ଇଷ୍ଟ। ଭଗବାନ ଗଣେଶ ଶୀର୍ଷ ସ୍ତୋତ୍ର ପାଠ କରନ୍ତୁ। ଭଗବାନ ଗଣେଶଙ୍କୁ ଆଜି ଦୁର୍ବାଦାନ କରନ୍ତୁ, ସୁଖ ଦେବ। ତୁଳାରାଶି ବ୍ୟକ୍ତିମାନଙ୍କ ପାଇଁ ଦୂରଯାତ୍ରା, ବିଦେଶ ଯାତ୍ରା, ଭ୍ରମଣ ଯୋଗ, କୌଣସି ଷ୍ଟେଜ ଶୋ କରୁଛନ୍ତି ବା ପଲିଟିକାଲ ଲାଇନରେ ଅଛନ୍ତି, ଯଥେଷ୍ଟ ସମ୍ମାନ, ଶ୍ରଦ୍ଧା, ଅର୍ଥ ଏବଂ ସଫଳତା ମଧ୍ୟ ମିଳିବ। ପରାକ୍ରମ କ୍ଷେତ୍ରରେ ବିଜୟ ପ୍ରାପ୍ତି ହେବେ, ମାନ ସମ୍ମାନ ମଧ୍ୟ ପ୍ରାପ୍ତି ହେବ। ଭାଇ ଭଉଣୀ ମଧ୍ୟରେ ଶ୍ରଦ୍ଧା ଆଦରତା ମଧ୍ୟ ଦେଖାଦେବ। ଆଜିର ଲକି ନମ୍ବର 7 ଲକି କଲର୍ସ ଗ୍ରେ, ଲକି ଡାଇରେକ୍ସନ ସାଉଥ। ଭଗବତୀ ଜଗଦମ୍ବା ଜଗତ ମାତା ଜଗତ କଲ୍ୟାଣୀମୟୀ କୃପାଲୁମୟୀ ମା ବଗଳାମୁଖୀଙ୍କର ମନ୍ତ୍ରକୁ ଜପ କରନ୍ତୁ। ଯଦି ପାରୁଛନ୍ତି ମା ଦକ୍ଷିଣ କାଳୀଙ୍କ ନାମରେ ଦୀପଟେ ଜଳାନ୍ତୁ, ସୁଖର ଦିନ ଘଟିବ। ବିଛାରାଶି ବ୍ୟକ୍ତିମାନଙ୍କ ପାଇଁ ଅର୍ଥର ଆଗମନ, କୁଟୁମ୍ବରେ ଆନନ୍ଦ, ପରାକ୍ରମ କ୍ଷେତ୍ରରେ ବିଜୟ ପ୍ରାପ୍ତି ହେବେ। ପ୍ଲାନିଂ ଅନୁସାରେ କାର୍ଯ୍ୟ ସଫଳତା ଦେଖାଦେବ। ସ୍ୱାଦିଷ୍ଟ ଭୋଜନ ମଧ୍ୟ ଲାଭ ହେବ ଏବଂ ପ୍ରତ୍ୟେକ ଜିନିଷ ଗୋଟେ ଟାଇମ ଟେବୁଲରେ ମେଣ୍ଟେନ କଲେ ଅଧିକ ଲାଭବାନ ହେବେ। ଦ୍ୱିତୀୟ ଚନ୍ଦ୍ରମା, କୁଟୁମ୍ବ ପରିବାରରେ କୌଣସି କ୍ଲେଶ ଆସୁଛି, କୌଣସି ବାଧା ଆସୁଛି, କୌଣସି କଷ୍ଟ ଆସୁଛି, ତାକୁ ଧୈର୍ଯ୍ୟର ସହିତ କାର୍ଯ୍ୟ କରିବା ଅତ୍ୟନ୍ତ ଆବଶ୍ୟକତା ଅଛି। ଜିଦି ନୁହେଁ, କ୍ରୋଧି ନୁହେଁ, ଜଲ୍ଦବାଜି ନୁହେଁ। ଆଜିର ଲକି ନମ୍ବର 1 ଲକି କଲର୍ସ ପିଙ୍କ, ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ସୂର୍ଯ୍ୟନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଓಂ ରାମ ହ୍ରୀಂ ରୌମ ଶଃ ସୂର୍ୟାୟ ନମଃ, ଏହି ମନ୍ତ୍ର ଜପ କରନ୍ତୁ, ସୁଖର ଦିନ ଘଟିବ। ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ବୁଦ୍ଧି ବିଦ୍ୟା ଯଥେଷ୍ଟ ଉଚ୍ଚ କୋଟିର ଦେଖାଦେବ। ଈଶ୍ୱରଙ୍କ ସେବା, କାର୍ଯ୍ୟରେ ସିଦ୍ଧି ଏବଂ ସଫଳତା, ଦାମ୍ପତ୍ୟ ଜୀବନରେ ଆନନ୍ଦ, ମଧୁମେହ ଦେଖାଦେବ। ନୂତନ ଦ୍ରବ୍ୟ ବସ୍ତୁ ପଦାର୍ଥ କ୍ରୟ କରିପାରନ୍ତି ବା କିଛି ନୂତନ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ଆଜି କରିପାରିବେ, ଯଥେଷ୍ଟ ସଫଳତା ଦେଖାଦେବ। ଭ୍ରମଣ ଯୋଗ ମଧ୍ୟ ଅଛି। ଆଜିର ଲକି ନମ୍ବର
लकी नंबर 4 लकी कलर्स ग्रे एंड सिल्वर लकी डायरेक्शन साउथ वेस्ट महादेव भक्तिर सहित पूजा अर्चना करंतु एवं महामृत्युंजय मंत्र रे बेलपत्र दान करंतु सुख मकर राशि व्यक्ति मानक स्वास्थ्य प्रति जगि रखी चलना कौन से डिसीजन नौकरी भावी चिंती ना जल्दबाजी होगा उचित नहीं कौन सी जिन क्रय कर विक्रय कर परफेक्ट मेंटेन करने आवश्यक गाड़ी घोड़ा सावधान चलांतु कहार रिस्क नियंतुनी क्या ग्यारंटर पढ़ु अर्थनैतिक क्षेत्र में लाभवान हे किंतु शत्रु घरे कौन सी व्यक्ति आपन को इन्वेस्टमेंट करने कहे बिल्कुल आज करवा उचित नुहे टे सावधान रहे जदि करुँच प्लानिंग अनुसार करेंगे आज लकी नंबर्स लकी नंबर 9 लकी कलर्स लकी डायरेक्शन साउथ महादेव भक्तिर सहित पूजा अर्चना करंतु ओम नमः शिवाय यही मंत्र जप करंतु सुख दिन कटे कुंभ राशि व्यक्ति मानक व्यापार वाणिज्य क्षेत्र में ठीक ठाक रहिबे विद्यार्थी सफलता अर्जन करेंगे लव मैटर सफलता देखा देव इन्वेस्टमेंट यथेष्ट लाभवान है एवं तीर्थ व्रत देव कार्य ईश्वर सेवा मानव सेवा यथेष्ट सफलता देखा देव एत व्यतीत सम्मान प्राप्त आज लकी नंबर्स लकी नंबर 9 लकी कलर्स लकी डायरेक्शन साउथ महादेव भक्तिपूत सहित पूजा अर्चना करंतु बगलामुखी मंत्र जप करंतु मीन राशि व्यक्ति मानक कर्म क्षेत्र में सफलता देखा विजय प्राप्ति अच्छे कार्य सिद्धि एवं आनंद देखा कुटुंब परिवार मध्य श्रद्धा आदरता रखा अत्यंत आवश्यकता अच्छी ईगो को त्याग कर कौन सी प्रॉपर्टी जमीन जायदाद क्षेत्र में धन निवेश निर्माण कर प्रतिष्ठा मांगलिक कार्य चलती सहन शक्ति धैर्य क्षमता एवं चतुरता बहुत आवश्यकता अधिक लाभ रे आनंद कार्य आज लकी नंबर्स 4 लकी कलर्स ग्रे एंड सिल्वर लकी डायरेक्शन साउथ वेस्ट पितरों को सेवा करंतु सम्मान करंतु आदर करंतु भक्ति करंतु समर्पित करंतु देखिए निश्चित रूप से दिवस भल कटिब मंगलमय दर्शक बंधु एत आज दिन 12टा राशिफल आज समय देती कार्यक्रम को आम ढकुचु पुणी देखा जय जगन्नाथ नमस्कार हरि ओम।